ମୋର ଅନେକ ସନ୍ତାନ ଏମିତି ଅଛନ୍ତି ଯେଉଁମାନେ ମୋତେ ବହୁତ ଭଲ ପାଆନ୍ତି ଏବଂ କୌଣସି କାରଣ ବିନା ମୋତେ ଭେଟିବାକୁ ଆସନ୍ତି। ସେମାନେ ମୋତେ କୌଣସି ଜିନିଷ ମାଗିବାକୁ ଆସନ୍ତି ନାହିଁ, କେବଳ ମୋତେ ତାଙ୍କର ଭଲ ପାଇବା ଦେବା ପାଇଁ ଭେଟିବାକୁ ଆସନ୍ତି। ତେବେ ଅନ୍ୟ ପକ୍ଷରେ କିଛି ଏମିତି ସନ୍ତାନ ଅଛନ୍ତି ଯେଉଁମାନେ କେବେ ବି ସାକ୍ଷାତ କରିବାକୁ ଆସନ୍ତି ନାହିଁ, କେବଳ ଯେତେବେଳେ କିଛି ଆବଶ୍ୟକ ହୁଏ ତେବେ ମାଗିବାକୁ ଆସନ୍ତି। ତେଣୁ ମୁଁ ଏହିପରି ପିଲାମାନଙ୍କୁ କହିବାକୁ ଚାହେଁ ଯେ ମୋର ସମସ୍ତ ପିଲାମାନେ ମୋ ପାଇଁ ଏକ ସମାନ ଅଟନ୍ତି। କିନ୍ତୁ ଯେତେବେଳେ ତୁମେ ମୋତେ ମାଗିବା ପାଇଁ ମୋ ମନ୍ଦିରକୁ ଆସ, ତେବେ ମୁଁ ତ ତୁମକୁ ଦେବା ପାଇଁ ସେଠାରେ ବସିଛି। କିନ୍ତୁ ସମର୍ପଣ ଭାବ ରଖି ନିଜର ବାବାକୁ ପ୍ରେମର ସହିତ ଭେଟିବାକୁ ଆସିବ ତ ତୁମକୁ ମାଗିବାକୁ ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ, କାରଣ ମୁଁ ତୁମକୁ ଠିକ୍ ସମୟରେ ସଠିକ୍ ଜିନିଷ ତୁମ ପାଖରେ ପହଞ୍ଚାଇ ଦେବି। ଯେଉଁ ପିଲାମାନେ ମୋତେ ପ୍ରେମରେ ଭେଟିବାକୁ ଆସନ୍ତି, କେତେବେଳେ ସେମାନଙ୍କୁ ଥରେ ପଚାରିବ କି ଦୁଃଖ ସମୟରେ ସେମାନଙ୍କୁ କେଉଁଠାରୁ ସାହାଯ୍ୟ ମିଳିଯାଏ। ମୁଁ ଏତିକି କହିବି, କେବଳ ଦିନ ସାରା ଥରେ ମାତ୍ର ତୁମେ ମୋତେ ପ୍ରେମର ସହିତ ସ୍ମରଣ କରି ଅଭିବାଦନ କର ଏବଂ ନମସ୍କାର କର, ତେବେ ତାହା ମୋ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଯାଏ ଏବଂ ମୁଁ ଏହାଠାରୁ ଅଧିକ କିଛି ଚାହେଁ ନାହିଁ। ଯେତେବେଳେ ତୁମେ ପ୍ରତିଦିନ ଧନ୍ୟବାଦ କରିବ ଏବଂ ମୋତେ ଥରେ ପ୍ରେମର ସହିତ ମନେ ପକାଇବ, ତେବେ ତୁମେ ଦେଖିବ କିଭଳି ଭାବରେ ତୁମ ଜୀବନର ସଙ୍କଟ ସମୟରେ ସ୍ୱୟଂଚାଳିତ ଭାବରେ ତୁମ ପାଖରେ ସାହାଯ୍ୟ ପହଞ୍ଚିଯିବ। ଖୁସିରେ ରୁହ, ଖୁବ୍ ହସ, ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।